विशिष्ट गाल्पिक श्री अनंत प्रसाद पंडाଙ୍କ ରଚିତ ଗଳ୍ପଟିର ବିଶେଷ ଶୀର୍ଷକ ପହିଲା ପରେ। ଘରେ ଆସି ଗୋଡ଼ ଦେଲା କ୍ଷଣି ସାନ ପୁଅ ଟୁନୁ ଆସି କହେ, ବାପା ବାପା ବିସ୍କୁଟ। ବାପା ପୁଅଟିକୁ ଗେଲ କରି କାଖକୁ ଟେକି ନିଅନ୍ତି, ଆଉ ତା ଗାଲରେ ଚୁମା ଦେଇ କହନ୍ତି, ଆରେ ପହିଲା ପରେ। ଟୁନୁ ଭାରି ଖୁସି ହୋଇ ଧାଇଁଯାଏ ନାନୀ ପାଖକୁ। ନାନୀ ତାର ସ୍କୁଲରେ ପଢ଼େ। ପଚାରେ, ନାନୀ ଲୋ, ଏ ପହିଲା କେବେ? ନାନୀ କାନ୍ଥରେ ଟଙ୍ଗା ହୋଇଥିବା କ୍ୟାଲେଣ୍ଡରଟି ଆଡ଼କୁ ଚାହିଁ କହେ, ଆରେ ଆଜି ହେଲା ମାସର 7 ତାରିଖ, ଆହୁରି 24 ଦିନ ଅଛି ପହିଲା ହେବାକୁ। ଟୁନୁ ଗଣିତ ଶିଖିଲାଣି। ତାର ସାନ ଆଙ୍ଗୁଠିର ସରୁ ରେଖାଗୁଡ଼ିକୁ ଗଣିଯାଏ। 1 2 3 4। ସବୁ ଆଙ୍ଗୁଠିର ଲେଖା ସରିଯାଏ, ତେବେ ବି 24 ପହଞ୍ଚିପାରେ ନାହିଁ। ହେଉ, କେବେ ହେଲେ ତ ପହିଲା ଆସିବ ନା। ବିସ୍କୁଟର ସ୍ୱପ୍ନ ଦେଖୁ ଦେଖୁ ଟୁନୁ ଯାଇ ନିତିଦିନର ପାଟିପକା ଜଳଖିଆ ମୁଢ଼ି ଦିମୁଠା ଚୋବାଇ ପକାଏ। ଟୁନୁ ଉପର ଭଉଣୀ କୁନୁ ଆସି କହେ, ବାପା ମୋ ଜୋତା ଯୋଡ଼ାକ ଏକବାରେ ଛିଣ୍ଡା କୋତରା ହୋଇଗଲାଣି। ଖାଲି ଗୋଡ଼ରେ ଗଲେ ଗୋଡ଼ ଧୂଳି ହୋଇଯାଉଛି, ଆଉ ମାଷ୍ଟରାଣୀ ବି ରାଗୁଛନ୍ତି। ମୋର ନୂଆ ଜୋତା କେବେ ଆସିବ ବାପା? ବାପା କୁନୁକୁ ଆଦର କରି କୋଳକୁ ଆଉଜେଇ ନେଇ କୁହନ୍ତି, ଆରେ ମାରେ, ମୁଁ ପହିଲା ପରେ ଆଣିଦେବି। କୁନୁ ବି ଆଙ୍ଗୁଠିର ରେଖା ଗଣି ବସେ ଯେ ଏ ପହିଲା କେବେ। ତାପରେ ଭାଇ ମଣ୍ଟୁ ଆସି କହେ, ବାପା ଦୁଆତ କଲମ ଧରି ସ୍କୁଲକୁ ଗଲାବେଳେ କାଳି ସବୁ ଗଡ଼ିଯାଇ ଲୁଗାପଟା ମସିଆ ହୋଇଯାଉଛି। ମାଷ୍ଟ୍ରେ ଗାଳି ଦେଉଛନ୍ତି। ଆମ କ୍ଲାସରେ ବହୁତ ପିଲା ଫାଉଣ୍ଟେନ୍ ପେନ୍ ଲେଖୁଛନ୍ତି। ମୋର ଗୋଟାଏ ଫାଉଣ୍ଟେନ୍ ପେନ୍ ନ ହେଲେ ଚଳିବ ନାହିଁ ବାପା। ବାପା କହନ୍ତି, ହଉ ହଉ, ପହିଲା ପରେ ଦେଖିବା। ଆଉ ଦିପାଦ ଘର ଭିତରକୁ ପଶିଗଲା କ୍ଷଣି ବଡ଼ ଝିଅ ହେମ ଆସି କହେ, ବାପା ମୋର ଗୋଟାଏ କଳା ଧଡ଼ିଆ ଶାଢ଼ୀ ନହେଲେ ଚଳିବ ନାହିଁ। ବାପା କହନ୍ତି, ହେଉରେ ମା, ପହିଲା ପରେ କିଣିଦେବା। ଘର ବାରଣ୍ଡାରେ ପହଞ୍ଚିଲା କ୍ଷଣି ମଝିଆ ପୁଅ ନଟୁ ଆସି କହେ, ବାପା ମୁଁ ଏବେ ଟେନିସ୍ ଖେଳିବାକୁ ଯାଉଛି ଯେ ମୋ ପାଇଁ ଯୋଡ଼ାଏ କେନଭିସ୍ ଜୋତା ନହେଲେ ଚଳିବ ନାହିଁ। ବାପା କହନ୍ତି, ହଉ ହଉ, ପହିଲା ପରେ କିଣିବା। କଲେଜରେ ପଢ଼ୁଥିବା ବଡ଼ ପୁଅ ନିଲୁ ଆସି କହେ, ବାପା ମୋ ପାଇଁ ଯୋଡ଼ାଏ ବଙ୍କିମ୍ ହାଫ୍ ମିଲ୍ କନାର ଟ୍ରାଉଜର ଦରକାର, ଆଉ ସିଲ୍କ କନାର ଗୋଟାଏ ହାୱାଇନ୍। ବାପା କହନ୍ତି, ହଉ, ପହିଲା ପରେ କରିବା। ନିଲୁ ପ୍ରତିବାଦ କରି କହେ, ସବୁ ତ କରିବା ଖାଲି ପହିଲା ପରେ ଆଉ। ଆଜି ତ ହେଲା ମାସର ମୋଟେ 7 ତାରିଖ। ପହିଲା ତ ଆହୁରି କେତେ ଦିନ ବାକି ଅଛି। ଘର ଭିତରକୁ ପଶିଗଲା କ୍ଷଣି ରୋଷେଇ ଘର ଭିତରୁ ଗୃହିଣୀ ଡାକନ୍ତି, ଆଲୋ କୁନା, ବାପା ଆଇଲେଣି କି? ହଁ ମା, ଏଇ ତ ଆଇଲେ। କହିଦେ ବାପାଙ୍କୁ, ମୁଁ ଆଉ ପାରିବି ନାହିଁ। ଘରେ ଗୋଟାଏ ବୋଲି ଡେକ୍ଚି ନାହିଁ। ସବୁଗୁଡ଼ାକ କଣା ହେଇଗଲାଣି। ମାଟି ହାଣ୍ଡି ଗୁଡ଼ାକରେ ରୋଷେଇ କରି କରି ଲୁଗାପଟା ସବୁ ଭାଲୁ କଳା ହେଇଯାଉଛି। କହିଦେ ଗୋଟାଏ ଡେକ୍ଚି କିଣି ଆଣିବେ। ଏହା ଶୁଣି ବାପା କୁହନ୍ତି, ଆରେ ମା କୁନ, ମାଙ୍କୁ କହିଦେ ଏ ମାସଟା ଯେମିତି ସେମିତି ଚଳେଇ ନିଅନ୍ତୁ, ପହିଲା ପରେ କିଣିବା। ଏ କଥା ଶୁଣି ଗୃହିଣୀ ପଞ୍ଚମକୁ ଉଠିଯାଇ କହନ୍ତି, ମଲା ମୋର, କାଲିକି ପରଦିନ ତ ପହିଲା ଗଲା, ଫେରେ ପୁଣି କେତେ ପହିଲା ହେବ ଯେ ପହିଲା ପରେ ଡେକ୍ଚି କିଣାଯିବ? ମାସକ ଭିତରେ ଆଉ କେତେଟା ପହିଲା ହେବ କି? ହଁ, ହଉ ଦେଖାଯାଉ କେବେ ଆଙ୍କ ବରାଦ ହେଉଛି। ଦିନସାରା ଗଧ ଖଟଣି ଖଟି ଖଟି ହରିବାବୁ ଯେତେବେଳେ ଘରକୁ ଫେରନ୍ତି, ଏମିତି 17 ପ୍ରକାର ବରାଦ ଆସି ପହଞ୍ଚେ ତାଙ୍କ ପାଖରେ। କିନ୍ତୁ ସବୁ ବରାଦର ସେଇ ଗୋଟିଏ ଜବାବ, ପହିଲା ପରେ। ଏ ତ ଗଲା ଘର ବରାଦ। ରାତି ପାହିଲେ ପୁଣି ଆସେ କେତେ ତାଗଦା ବାହାରୁ। ଘରବାଲା ଆସି କହେ, 6 ମାସର ଭଡ଼ା ବାକି, ନ ଦେବେ ଯଦି ଘର ଛାଡ଼ି ଦିଅନ୍ତୁ। ହରିବାବୁ ବହୁତ ନେଉରା ହୋଇ କୁହନ୍ତି, ଏଇ ମାସରେ ବହୁତ ଖର୍ଚ୍ଚ ପଡ଼ିଗଲା ଆଜ୍ଞା, ଆସନ୍ତା ପହିଲା ପରେ ନିଶ୍ଚୟ ସବୁ ବାକି ସୁଝିଦେବି। ଘରବାଲା ମୁହଁ ମୋଡ଼ି ନାକ ଛିଞ୍ଚାଡ଼ି କହେ, ହଁ, ଏମିତି ତ କେତେ ପହିଲା ଆସିଲାଣି ଆଉ ଗଲାଣି, ପୁଣି ଆସନ୍ତା ପହିଲାକୁ କ'ଣ ଦେବେ? ହରିବାବୁ ନୀରବରେ ସବୁ ସହିଯାଆନ୍ତି। ଦୁଧବାଲା ଆସି କହେ, ଦୁଧ ବାକି ହେଲାଣି 2 ମାସର। କାଠବାଲା ଆସି କହେ,
ତାର ବାକି 4 ମାସର। ଏମିତି କେତେ ବିଲ୍ ଆସି ପହଞ୍ଚେ ହରିବାବୁଙ୍କଠାରେ। କିନ୍ତୁ ସବୁ କଥାରେ ହରିବାବୁଙ୍କର ସେଇ ଗୋଟିଏ ଜବାବ, ପହିଲା ପରେ। ଚାକିରି ଆରମ୍ଭ କଲାଠୁ ଶେଷ ମୁଣ୍ଡରେ ପହଞ୍ଚିବା ଯାଏ ହରିବାବୁଙ୍କୁ ପ୍ରତି ମାସ 7 ତାରିଖରୁ ମାସ ଶେଷ ଯାଏ ଏମିତି 1000 ପ୍ରକାର ବରାଦ ଓ ତାଗିଦାର ସମ୍ମୁଖୀନ ହେବାକୁ ପଡ଼େ। କିନ୍ତୁ ସବୁ କଥାରେ ତାଙ୍କର ସେଇ ଗୋଟିଏ ମାତ୍ର ଜବାବ, ପହିଲା ପରେ। ତାଙ୍କୁ ଏ ପର୍ଯ୍ୟନ୍ତ ଅକ୍ଷୟ କବଚ ଭଳି ରକ୍ଷା କରି ଆସିଛି। ଚାକିରି ଆରମ୍ଭ କଲାବେଳେ ଯେତେବେଳେ କି ବହୁତ କମ୍ ଦରମା ପାଉଥିଲେ, ସେତେବେଳେ ହରିବାବୁଙ୍କର ଆର୍ଥିକ ଅବସ୍ଥା ଯାହା ଥିଲା, ଏବେ ଚାକିରିର ଶେଷ ମୁଣ୍ଡରେ ପହଞ୍ଚି ସୁଦ୍ଧା ଓ ସେତେବେଳେ ଦରମାର 5 ଗୁଣା କି 7 ଗୁଣା ପାଇ ସୁଦ୍ଧା ସେଇ ଅବସ୍ଥା। କାରଣ ଦରମା ବଢ଼ିବା ସଙ୍ଗେ ସଙ୍ଗେ ପିଲାଜିଲା ମଧ୍ୟ ବଢ଼ି ଚାଲିଛନ୍ତି ସମାନ ଗତିରେ। ଅଭାବ ଅନଟନ ମଧ୍ୟ ବଢ଼ି ଚାଲିଛି ତା'ର 2 ଗୁଣ ଗତିରେ। ଏବେ ଅବଶ୍ୟ ହରିବାବୁ ଜଣେ ବଡ଼ ଅଫିସର। ହେଲେ କ'ଣ ହେବ, ବାଉଁଶଟି ଯେତେ ମୋଟ ହେଉଛି, ଭିତରର ପୋଲା ଅଂଶଟି ମଧ୍ୟ ସେତିକି ବଢ଼ି ବଢ଼ି ଚାଲିଛି। ଏଇ ଦୀର୍ଘ 25 ବର୍ଷ ଚାକିରି ମଧ୍ୟରେ ହରିବାବୁ ମାସର ଗୋଟିଏ ଦିନ କେବଳ ଶାନ୍ତିରେ ନିଶ୍ୱାସ ମାରିଥାନ୍ତି। ଆଉ ସେଇ ଦିନଟି ହେଉଛି ମାସର ପହିଲା ତାରିଖ। ସେଦିନ ହରିବାବୁଙ୍କର ମନଟା ଭାରି ଖୁସି ଥାଏ। ପକେଟରେ ଭରିଥାଏ ନୋଟ ବିଳାଟି। ବଜାର ବାଟେ ଆସିଲା ବେଳେ ସାନ ପୁଅ ଟୁନୁ ପାଇଁ ବିସ୍କୁଟ ପୁଡ଼ାଟିଏ, ସାନ ଝିଅ କୁନୁ ପାଇଁ ନାଲିଆ ରିବନ୍ ଖଣ୍ଡେ, ମଣ୍ଟୁ ପାଇଁ ପେନ୍ସିଲଟିଏ, ହେମ ପାଇଁ ଶାଢ଼ୀ ଖଣ୍ଡେ, ଏମିତି କିଛି କିଛି ଜିନିଷ ସେ କିଣି ଆଣିଥାନ୍ତି। ଯଦି ପୂର୍ବ ମାସର ବରାଦ ମନରେ ପଡ଼େ ତ ଗୃହିଣୀଙ୍କ ବରାଦ ଜିନିଷରୁ ମଧ୍ୟ କିଛି କିଣି ଆଣିଥାନ୍ତି। ଏମିତିକି ଗରଜ ନଥିବା ସଉକିନି ଜିନିଷଟାଏ ମଧ୍ୟ ସେ କିଣି ଆଣିଥାନ୍ତି। କିନ୍ତୁ ତା ପରଦିନ ସକାଳରୁ ପୁଣି ପକେଟ ଖାଲି ଯେ ଖାଲି। ମାସର 7 ତାରିଖ ନ ହେଉଣୁ ବାବୁଙ୍କ ପକେଟ ବିଲକୁଲ ଖାଲି। ତା ପରେ ପରେ ଯେବେ କିଛି ବରାଦ ଆସେ, ସେସବୁ ପାଇଁ ହରିବାବୁଙ୍କର କେବଳ ଗୋଟିଏ ଜବାବ, ପହିଲା ପରେ। ଅଜାଣତରେ ମୁହଁରୁ ତାଙ୍କର ବାହାରି ପଡ଼େ। ଗୀତା କହେ, ମଣିଷ ଅଭ୍ୟାସର ଜୀବ। ବାରମ୍ବାର ଯାହା ଅଭ୍ୟାସରେ ପଡ଼ିଯାଏ ତାହା ହିଁ ସ୍ୱତଃ କାର୍ଯ୍ୟକାରୀ ହୋଇଥାଏ। ହରିବାବୁଙ୍କର ଜୀବନ ସେହିପରି ଗୋଟିଏ ଧରା ବନ୍ଧା ଗତି ଭିତରେ ଗଡ଼ି ଚାଲେ, ଠିକ୍ ଘଣା ବଳଦ ପରି ଗୋଟିଏ ନିର୍ଦ୍ଦିଷ୍ଟ କେନ୍ଦ୍ର ଉପରେ। ସେଇ କେନ୍ଦ୍ରଟି ହେଉଛି ମାସର ପହିଲା। ମାସର 7 ଦିନ ପର୍ଯ୍ୟନ୍ତ କେନ୍ଦ୍ର ସହିତ ସମ୍ପର୍କ ଥାଏ। ତାପରେ ସମ୍ପର୍କଟି ଦୂରେଇ ଯାଏ। ତାପରେ ହରିବାବୁଙ୍କ ମୁହଁରୁ ସବୁ କଥାରେ ବାହାରି ପଡ଼େ, ପହିଲା ପରେ। ଗୋଟିଏ ଅଭ୍ୟାସଗତ ମାମୁଲି ଜବାବ। ସେଦିନ କଚେରୀରୁ ଫେରିଲା ବେଳକୁ ଟିକେ ବେଶୀ ଡେରି ହୋଇଯାଇଥିଲା। କାମର ଭିଡ଼ ବି ଥିଲା ଖୁବ୍ ବେଶୀ। ସୁତରାଂ ହରିବାବୁ ଘରକୁ ଫେରିଲା ବେଳେ ଟିକିଏ ଅନ୍ୟମନସ୍କ ଥିଲେ ବୋଧହୁଏ। ସାନ ଝିଅ କୁନୁ ଆସି କହିଲା, ବାପା ବାପା, ମାଆଙ୍କୁ ପ୍ରବଳ ଜ୍ୱର ହୋଇଛି, ଔଷଧ ଆଣିବ। ହରିବାବୁ ଚିର ଅଭ୍ୟସ୍ତ ସ୍ୱରରେ କହିଲେ, ମାଆଙ୍କୁ କହିଦେ ପହିଲା ପରେ ଆସିବ। କୁନୁ ତ ପିଲା ଲୋକ, ସେ କ'ଣ ବା ବୁଝିଛି। ଧାଇଁ ଯାଇ ଏକା ନିଶ୍ୱାସରେ ମାଆଙ୍କ ପାଖରେ ହାଜର। ମା ପଚାରିଲେ, ଆଲୋ କୁନୁ, ବାପା ଆଇଲେଣି, କହିବୁ ଯା ତ, ଟିକେ ଔଷଧ ଆସିବ। କୁନୁ କହିଲା, ବାପାଙ୍କୁ କହିଲି, ବାପା କହିଲେ ପହିଲା ପରେ ଔଷଧ ଆସିବ। ମା ତ ଏକେ ଜୋରରେ କମ୍ପୁଥିଲେ। ତାପରେ କୁନୁ କଥା ଶୁଣି ରାଗରେ ଏକବାର ପଞ୍ଚମକୁ ଉଠିଗଲେ। କାନ୍ଦି କାନ୍ଦି କହିଲେ, ସବୁ ତ ପହିଲା ପରେ ହେବ, ପହିଲା ପର୍ଯ୍ୟନ୍ତ ବଞ୍ଚିଥିଲେ ତ। ତାପରେ ରୀତିମତ ବାହୁନା ଆରମ୍ଭ କରିଦେଲେ। ଏତେବେଳକୁ ହରିବାବୁଙ୍କର ଚେତା ପଶିଲା। ସେ ବୁଝିପାରିଲେ କେତେ ବଡ଼ ଭୁଲଟାଏ କରି ପକାଇଛନ୍ତି ସେ। ସେଇଦିନୁ କିନ୍ତୁ ହରିବାବୁଙ୍କର ଜୀବନର ଗତି ଫେରିଗଲା। ସେ ଆଉ ଟଙ୍କା ପଇସାର ଧାର ଧାରନ୍ତି ନାହିଁ। ପହିଲା ଦିନ ଦରମାତକ ପାଇଲେ ସିଧା ସିଧି ପଠାଇ ଦିଅନ୍ତି ଗୃହିଣୀଙ୍କ ନିକଟକୁ। ଏଣିକି ସେ ପୁରାପୁରି ନିର୍ଲିପ୍ତ। ଯେ କେହି ଆସି କିଛି ପଚାରିଲେ ଜବାବ ଦିଅନ୍ତି, ଆରେ ମାଆଙ୍କୁ କହିବୁ ଯା। ସମାପ୍ତ।